নীলাচল নিবাসায় নিত্যায় পরমাত্মনে বলভদ্র সুভদ্রাভ্যাম জগন্নাথায় তে নমঃ। আজি পবিত্র শনিবার দিন বহুত কিছু শুভ কার্য হব বলে মহাপুরুষମାନେ ଲେଖିଛନ୍ତି। ଯଦି ଜ୍ୟୋତିଷ ଶାସ୍ତ୍ରକୁ ଆମେ ଅନୁଧ୍ୟାନ କରିବା, ଜ୍ୟୋତିଷ ମାନେ ସବୁବେଳେ ପୁଷ୍ୟା ନକ୍ଷତ୍ର ଉପରେ ଗୁରୁତ୍ୱ ଦିଅନ୍ତି। ଯୋଉ ପୁଷ୍ୟା ନକ୍ଷତ୍ର ହଉଛି ଶନିଦେବଙ୍କର ନକ୍ଷତ୍ର। ଆଶ୍ରମ ସବୁବେଳେ ଲୋକମାନଙ୍କର ସେବା କରି ଦୀର୍ଘ 14 ମସିହା ନଭେମ୍ବର 2 ତାରିଖ ଠାରୁ ଗୋଟେ ସେବା ଅନୁଷ୍ଠାନ ଆରମ୍ଭ ହେଇଛି। ପ୍ରତ୍ୟେକ ପାଳି ଭଳି ଆଜି ମଧ୍ୟ ବିନା ମୂଲ୍ୟରେ ପୁସ୍ତିକା ଦିଆ ହଉଛି। ଆନନ୍ଦ ବଜାର ତ ବର୍ତ୍ତମାନ ବର୍ଷା ଦିନ କରିହେବନି, ସମସ୍ତଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ମଧ୍ୟ ଆଶ୍ରମ ତରଫରୁ ହଉଥିଲା। ଆଜି ଆଶ୍ରମ ତରଫରୁ ସବୁବେଳେ କିଛି ସେବା କାର୍ଯ୍ୟ ଚାଲେ। ଆଜି ଆଶ୍ରମ ତରଫରୁ ସମସ୍ତଙ୍କ ପାଇଁ ମୁଁ ନିବେଦନ କରି, ଯୋଉମାନେ ଶୁଣୁଛ ମୋ କଥା, କିଛି ନହେଲେ ହାତକୁ ବହି ଦିଅ, ଗଛ ଦିଅ, କିଛି ପୁସ୍ତକ, ଯୋଉ କିଛି ବୃକ୍ଷ ଅଛି, ପିଜୁଳି ବୃକ୍ଷ, ଅଁଳା ବୃକ୍ଷ, କିଛି ବୃକ୍ଷ ଅଛି, ହାତ ଗଛ ଗୋଟେ ଦବ, ଭାଇର ହାତ ଗୋଟେ ଦିଅ। ଦେଖନ୍ତୁ ଏ ଯୋଉ ବୃକ୍ଷ, କାରଣ ସମାଜରେ କିଛି ପୁଣ୍ୟ କାମ, ଆ ପାଇଁ କୌଣସି ପଇସା ଦବାକୁ ପଡୁନି। ଆମେ ଆକୁ କିଣିକିରି ଆଣିଛୁ, ଆପଣ ମାନଙ୍କୁ ଦଉଛୁ ସେବା ଉଦ୍ଦେଶ୍ୟରେ। ଜଣେକିଆ ସମସ୍ତେ ଗୋଟିଏ ଦୁଇଟି ଗଛ ନେବେ, ସେ ବୃକ୍ଷକୁ ବଞ୍ଚେଇବେ, କାରଣ ବୃକ୍ଷଟିଏ ବଞ୍ଚିଲେ ହିଁ ବିଶ୍ୱ ବଞ୍ଚିବ। ଉଦ୍ଭିଦ ଜଗତ ନ ରହିଲେ ପ୍ରାଣୀ ଜଗତ ରହିପାରିବ ନାହିଁ। ସମାଜ ପାଇଁ କିଛି କରିବାକୁ ପଡିବ। ସଂସାରକୁ ଆସିଛେ ତ ସମାଜ ପାଇଁ କିଛି କରିବାକୁ ପଡିବ। ଭୀମ ଭୋଇ ଲେଖିଲେ, ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କିଆ ପଡିଥାଉ, ଜଗତ ଉଦ୍ଧାର ହେଉ। ଜଗତ ପାଇଁ ଯଦି ଆମେ କିଛି କାର୍ଯ୍ୟ ନ କରିବା, ତାହେଲେ ଆମ ଜୀବନ ରହିକିରି ବୃଥା, କୌଣସି ଜୀବନର ମୂଲ୍ୟ ରହିବ ନାହିଁ। ତ ସମସ୍ତଙ୍କୁ ମୁଁ ନିବେଦନ କରିବି, ଆପଣମାନେ 7 ପାଳି 5 ପାଳି 10 ପାଳି ଆସୁଛନ୍ତି, ରୋଗ ମୁକ୍ତି ହଉଛନ୍ତି। 100 ଜଣ ଆସିଲେ ନିଶ୍ଚିତ 90 ଜଣ ଭଲ ହଉଛନ୍ତି। ଯଦି ନ ଭଲ ହୁଅନ୍ତେ ଦୀର୍ଘ ଦିନ ଧରି ଏତେ ଲୋକ ଆସନ୍ତେ ନାହିଁ। ଠିକ ଅଛି, ଆପଣମାନେ ଭଲ ହଉଛନ୍ତି। ଭଲ ହେଇଗଲା ପରେ ବି ଆମେ କେବେ କାହାକୁ ସୁନା ରୂପା ଅମକ ଦାନ କର ଧ୍ୟାନ କର ଆଉ କିଛି କହୁନା। କିଏ କହିଦବନି ଯେ ମୋର ଅମକ ଲୋକ ଭଲ ହେଇଗଲା, ବାବା ମତେ କହିଲେ ତୁ ଏଇଟା ମଠକୁ ଦେ, ଆଜି ପର୍ଯ୍ୟନ୍ତ କିଏ କହିପାରିବନି। ମୁଁ ସବୁ କ୍ୟାମେରା ସାମ୍ନାରେ ବି କହୁଛି। କିନ୍ତୁ ଆମେ ଦେଇଛୁ, ଭଲ ପୁସ୍ତକ ଦେଇଛୁ, କହିଛୁ ଅଭୟ ପଞ୍ଜର ପାଠ କର, କହିଛୁ ଲକ୍ଷ୍ମୀ ପଞ୍ଜର ପାଠ କର, କହିଛୁ ଜଗନ୍ନାଥଙ୍କ ନିର୍ମାଲ୍ୟ, ଏଇ ସବୁ କିଛି ସତ୍କର୍ମ କହିଛୁ। ନିତ୍ୟ ଜଳର ଏ କ୍ଷେତ୍ରସ୍ଥଳୀ ମହାପୁରୁଷ ବ୍ରହ୍ମଦତ୍ତ ଲେଖିଥିଲେ, ନିତ୍ୟ ଜଳ ଭକ୍ତରୁ କେବଳ ଶାରଳା ମଣ୍ଡଳେ, ନିତ୍ୟ ରାହାସ ହୋଇବ ମାଂସା ବଟଠାରେ, ନିତ୍ୟ ଜଳ ଏକାଗ୍ର ଭକ୍ତଙ୍କୁ ଦେବୁ, ଗୋବଳ ଗ୍ରାମ ନିତ୍ୟ ରାହାସ ରଚିବୁ। ବ୍ରହ୍ମଣାକାର ଯନ୍ତ୍ର ଯେଉଁ ପୂଜୁଥିବ ତାହାକୁ ରକ୍ଷା କରିବେ ସ୍ୱୟଂ ବଳଦେବ। ତେଣୁ ସମସ୍ତଙ୍କୁ ନିବେଦନ, ଯୋଉମାନେ ଯେ ଆସିବେ, ଇଏ ଗୋଟିଏ ଗୋଟିଏ ବୃକ୍ଷକୁ ନେଇଯିବେ, ନିଜ ଅଗଣାରେ ଯାହା କିଛି ସୁବିଧା ଲଗେଇବେ, ବଞ୍ଚେଇବେ। ଦେଖିବେ ବୃକ୍ଷ, ଆପଣ ବୃକ୍ଷଟିଏ ଲଗେଇଲେ, ଆପଣ ଗୋଟେ ପୁଅ ଜନ୍ମ କଲେ, ସେ ପୁଅ ଆପଣଙ୍କୁ ପଚାରିବ ନ ପଚାରିବ, ସମାଜରେ ଭଲ କରିବ ମନ୍ଦ କରିବ ଆପଣ କହିପାରିବେନି। ତ ବୃକ୍ଷଟିଏ ଲଗେଇଲେ ନିଶ୍ଚିନ୍ତ ଆପଣଙ୍କର ମଙ୍ଗଳ, ସମାଜର ମଙ୍ଗଳ, ମଙ୍ଗଳ ହିଁ ମଙ୍ଗଳ। ଅଁଳା ବୃକ୍ଷ ଶନିଙ୍କ ପ୍ରତୀକ ଅଛି। ତେଣୁ ଆପଣମାନେ ଯେ ବୃକ୍ଷଟିଏ ସମସ୍ତେ ନିଅନ୍ତୁ। ଆଜି ଆମର ମହାଭାଗ୍ୟ ସୌଭାଗ୍ୟ, ପ୍ରାୟ 1 ବର୍ଷ 1.5 ବର୍ଷ ପୂର୍ବେ ଆସିଥିଲେ ଆମ ମା ଶାରଳାଙ୍କର ଅଙ୍ଗ ଲାଗି ସେବକ ହରିହର ଭାଇନା। ଆଜି ସିଏ ମଧ୍ୟ ଆସୁଛନ୍ତି, ମାଙ୍କ ପ୍ରସାଦ ଆଜ୍ଞାମାଳ, ମାଙ୍କର ବସ୍ତ୍ର ଆଣି ଆମେ ତାଙ୍କରି ହାତରୁ, ଆମ ସୁପର୍ଣ୍ଣା ମଧ୍ୟ ଅଛନ୍ତି, ସିଏ ମଧ୍ୟ ସେଇ ଅଞ୍ଚଳର ନନା। ସିଏ ତ ଆମ ଆଶ୍ରମର ଅନ୍ତେବାସୀ, 4 ବର୍ଷ ହେଲାଣି ସବୁବେଳେ ପ୍ରାୟ ମାସକୁ 10 ଦିନ ଏଠି ସମୟ ଦଉଛନ୍ତି। ଏବଂ ପୂଜ୍ୟ ବାବା ବଳିଆଙ୍କର ମଧ୍ୟ ସେ ଶିଷ୍ୟ। ତେଣୁ ଆମେ କାହାର ଶିଷ୍ୟ ହେଲେ କିଛି ଯାଇ ଆସେ ନାହିଁ। ଭଲ ସମର୍ପିତ ହବା, ଶିଷ୍ୟ ଅର୍ଥ ସମର୍ପଣ ଏବଂ ଶିଷ୍ୟ ଅର୍ଥ ଅନୁଶାସନ, ଯେ ଶାସନ ମାନେ ସେ ଶିଷ୍ୟ। ତ ସମସ୍ତଙ୍କୁ ଆଜି ଇଏ ଗୋଟିଏ ଗୋଟିଏ ବୃକ୍ଷ ପ୍ରଦାନ କରାଯିବ। ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ଲଗାନ୍ତୁ। ନିଶ୍ଚିତ ଆପଣ ଆଶ୍ରମ ଥରେ ଆସୁଛନ୍ତି, କିନ୍ତୁ ସାରା ଜୀବନ ମନେ ରହିଥିବ ବୃକ୍ଷ କଥା। ବୃକ୍ଷରୁ ଯୋଉ ଅମ୍ଳଜାନ ଆସିବ ଜଗତ ପାଇଁ ନିଶ୍ଚିନ୍ତ କଲ୍ୟାଣପ୍ରଦ ହବ। ଆମେ ହରି ଭାଇନାଙ୍କ ହାତରୁ ପ୍ରଦାନ କରିବା। ନିଅ ବୃକ୍ଷ ଦିଅ, ଭାଇନାଙ୍କ ହାତରୁ ଆରେ ନିଅ, ହାତରୁ କଣ ବୃକ୍ଷ ଦେଇ ନିଅ। ମୁଁ କହୁଛି ବା ବୋକା ଭଳି ଠିଆ ହେଇଛ କଣ? ବୃକ୍ଷ ଦେଇ ଲଗେଇବ। ଏଇଟା ରୋଗ ହେଇଛି କଣ, ଆସୁ କି କଣ ହେଇଛି, କେମିତି କଣ ଠିକ ଅଛି, ବୃକ୍ଷ ଲଗା। ତେଣୁ ନେଇଯା। ତ ସମସ୍ତଙ୍କୁ ନିବେଦନ, ସମସ୍ତେ ଯାହା ଚିକିତ୍ସା ଶୈଳୀ ରହିକିରି ଗହଳି କରିବ ନାହିଁ, ଗୋଟିଏ ଗୋଟିଏ ବୃକ୍ଷ ନେଇ ନିଜ ଘରକୁ ପ୍ରତ୍ୟାଗମନ କରିବ। ସମସ୍ତଙ୍କୁ ନିବେଦନ। ସମସ୍ତେ ଏବେ ଆମେ କହିବା, ଜୟ ଶନିଦେବ ମହାରାଜ କି, ଜୟ ଶନିଦେବ ମହାରାଜ କି। ହାତ ପୁରା ଟେକନ୍ତୁ, ଅଧା ହାତ ନୁହଁ। ନେତା ମନ୍ତ୍ରୀଙ୍କ ରାଲିକି ଗଲେ ଜୋରରେ ହାତ ଟେକି ମଦ ପିଇ ଗୋଳି କେମିତି 200 500 ମିଳିବ। ତେଣୁ ଜୟ ଶନି।